ଆଜିର ଭିଡ଼ିଓରେ ତୁମମାନଙ୍କ ପାଇଁ ଆଣିଦେଇଛି ଏକ ପତ୍ର ଲିଖନ। ବିଷୟବସ୍ତୁ ହେଲା ଟଙ୍କା ପଠାଇବା ନିମନ୍ତେ ବାପାଙ୍କ ନିକଟକୁ ଏକ ପତ୍ର ଲେଖ। ମୁଖ୍ୟତଃ ଏହି ପତ୍ର ଲିଖନ ଷଷ୍ଠ, ସପ୍ତମ, ଅଷ୍ଟମ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓଟି କେମିତି ଲାଗିଲା ଶେଷରେ ନିଜର ମତାମତ ଦେବାକୁ ଭୁଲିବେନି। ତେବେ ବିଳମ୍ବ ନ କରି ଚାଲ ଆରମ୍ଭ କରିବା ଆଜିର ଏହି ପତ୍ର ଲିଖନ। ପ୍ରଥମରେ ଆମେ ଡାହାଣ ପଟେ ଲେଖିବା ସ୍ଥାନ ଓ ତାରିଖ। ବାମ ପଟରୁ ଆମେ ଆରମ୍ଭ କରିବା। ପୂଜନୀୟ ବାପା, ସର୍ବପ୍ରଥମେ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ। ମାଙ୍କୁ ମଧ୍ୟ ମୋର ପ୍ରଣାମ ଜଣାଇଦେବ। ଈଶ୍ୱରଙ୍କ କୃପାରୁ ମୁଁ ଏଠାରେ ବହୁତ ଭଲରେ ଅଛି। ମୁଁ ମଧ୍ୟ ଆଶା କରେ କି ତୁମ୍ଭେମାନେ ମଧ୍ୟ ସେଠାରେ ବହୁତ ଭଲରେ ଥିବ। ବାପା, ମୋର ପାଠପଢ଼ା ବହୁତ ଭଲ ଚାଲିଛି। ଆଗାମୀ ବାର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ମୁଁ ମନ ଦେଇ ପାଠ ପଢ଼ୁଛି। ପାଠପଢ଼ାରେ ଟିକିଏ ବି ଅବହେଳା କରୁନାହିଁ। ତୁମେ ତ ଜାଣ ବାପା, ମୁଁ ଟଙ୍କାର ମୂଲ୍ୟ ବହୁତ ଭଲରେ ବୁଝେ। ସେଥିପାଇଁ କେବେ ବି ଅଦରକାରୀ ଖର୍ଚ୍ଚ କରେ ନାହିଁ। ହେଲେ ମୋର ପାଖେ ଟଙ୍କା ନଥିବାରୁ କିଛି ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି। ମୋ ପାଇଁ ଖାତା କଲମଟିଏ କିଣିପାରୁନାହିଁ। ବଣଭୋଜି ଚାନ୍ଦା ଆଦାୟ କରାଯାଉଛି, ହେଲେ ମୁଁ ଦେଇପାରୁନାହିଁ। ସରସ୍ୱତୀ ପୂଜାରେ ଚାନ୍ଦା ଦେଇପାରି ନଥିବାରୁ ମନ ମୋର ଦୁଃଖିତ ମଧ୍ୟ ଅଛି। ଏହିପରି ମୋର ଅନେକ ସମସ୍ୟା ରହିଛି। ମୁଁ ବିଶ୍ୱାସ କରେ କି ତୁମେ ମୋର ମନ କଥା ବୁଝି ମୋତେ ନିଶ୍ଚୟ କିଛି ଟଙ୍କା ପଠାଇବ। ଟଙ୍କା ପଠାଇଲେ ମୋର ଅନେକ ଅସୁବିଧା ଦୂର ହେବ। ଆଉ ମୋ ପାଠପଢ଼ା କଥା ଟିକେ ବି ଚିନ୍ତା କରିବ ନାହିଁ। ମୁଁ ମନ ଦେଇ ପାଠ ପଢ଼ୁଛି। ଏତିକିରେ ମୋର ଲେଖାରେ ବିରାମ ନେଉଛି। ତୁମେମାନେ କେମିତି ଅଛ ଚିଠି ମାଧ୍ୟମରେ ଜଣାଇବ। ଇତି ତୁମ ସ୍ନେହର ପୁଅ କିମ୍ବା ଝିଅ। ତା ତଳକୁ ନିଜ ନାଁ ଲେଖିବ। ତା ତଳେ ଅଛି ଠିକଣା। ପ୍ରେରକ ଜାଗାରେ ନିଜ ନାଁ ଲେଖିବ। ଗାଁ, ଭାୟା, ଜିଲ୍ଲା, ରାଜ୍ୟ, ପିନ୍ ଲେଖିବ। ଗ୍ରାହକ ଜାଗାରେ ବାପାଙ୍କର ଡିଟେଲ୍ସ ଦେବ। ଆଉ ପିଲାମାନେ ମନେ ରଖିବ, ତୁମେ ନିଜ ପସନ୍ଦରେ କିଛି କାରଣ ଦର୍ଶାଇ ପାରିବ ଏବଂ ବାପାଙ୍କ ପାଖକୁ ଚିଠି ଲେଖିପାରିବ। ଯେମିତି ମୁଁ ଏଠି ଖାତା କଲମ ବିଷୟରେ ଲେଖିଲି, ଚାନ୍ଦା ଆଦାୟ ବିଷୟରେ ଲେଖିଲି, ସେହିପରି ଭାବରେ ତୁମେ କିଛି କାରଣ ଲେଖିପାରିବ। କିଛି କାରଣ ଉପରେ ବର୍ଣ୍ଣନା କରିପାରିବ, ଯଦ୍ୱାରା କି ତୁମର ପତ୍ର ଲିଖନ ବ୍ୟାପକ ହୋଇପାରିବ। ଏହି ଶୈଳୀରେ ଯଦି ତୁମେ ପତ୍ର ଲେଖିବ ତ ନିଶ୍ଚୟ ପରୀକ୍ଷାରେ ଭଲ ମାର୍କ ଆଣିବ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରିବ। ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରିଦେବ। ଆଉ ପିଲାମାନେ, ତୁମମାନଙ୍କ ପାଇଁ ଆଉ କେମିତି ଭିଡ଼ିଓ ଆଣିବା, କେଉଁ ପ୍ରକାର ଭିଡ଼ିଓ ଆଣିବା କମେଣ୍ଟରେ ମତାମତ ଦେବ। ପୁଣି ଦେଖା ହେବା ଆଉ ଏକ ଭିଡ଼ିଓରେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।